ବଡମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡଦା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କର ପାଦ ପଦ୍ମରେ ମୋର ଅନନ୍ତ କୋଟି ପ୍ରଣାମ। ସମସ୍ତ ଗୁରୁ ପରିବାର ବର୍ଗଙ୍କର ଶ୍ରୀ ଚରଣରେ ମୋର କୋଟି କୋଟି ପ୍ରଣାମ। ଏହି ଆବାସୀ ସତ୍ସଙ୍ଗରେ ଯୋଗଦାନ କରିଥିବା ସମସ୍ତ କର୍ମୀ ବୃନ୍ଦ, ଗୁରୁ ଭାଇ, ମା ମାନେ, ଛୋଟ ଛୋଟ ପିଲାମାନେ, ସୁଧୀ ବୃନ୍ଦ, ସମସ୍ତଙ୍କୁ ମୋର ରା ପ୍ରୀତି ଜୟଗୁରୁ ତଥା ଯଥା ସ୍ଥାନରେ ମୋର ପ୍ରଣାମ। ଆଜିକୁ 1675 ଦିନ ହେବ ଗୋବିନ୍ଦପୁର ସତ୍ସଙ୍ଗ କେନ୍ଦ୍ର ତାର ଏଇ ଆବାସୀ ସତ୍ସଙ୍ଗକୁ ଆଜି ପର୍ଯ୍ୟନ୍ତ ସମସ୍ତ ବାଧା ବିଘ୍ନ ଭିତରେ ସେ ଚଳାଇ ଆସୁଛି। ଯୋଉମାନେ ଏହାର ପ୍ରଚ୍ଛଦ ପଟରେ ଅଛନ୍ତି, ଯୋଉମାନେ ସହଯୋଗ କରୁଛନ୍ତି, ପ୍ରେରଣା ଦଉଛନ୍ତି, ଏଇ ସତ୍ସଙ୍ଗରେ ଯୋଗଦାନ କରୁଛନ୍ତି, ସମସ୍ତଙ୍କର ପ୍ରଭୁ ମଙ୍ଗଳ କରନ୍ତୁ। ସେ ଆହୁରି ଆହୁରି ତାଙ୍କୁ ନିବିଡ଼ ଭାବରେ ଭଲ ପାଇ ତାଙ୍କର ପ୍ରୀତିକର୍ମ କରି ଜୀବନକୁ ସୁଦୃଢ କରନ୍ତୁ, ଜୀବନକୁ ଆନନ୍ଦମୟ ପ୍ରେମମୟ କରନ୍ତୁ। ଆହୁରି ଆହୁରି ଶକ୍ତି ସାମର୍ଥ୍ୟ ନେଇ ବିଭୁ କାର୍ଯ୍ୟରେ, ପ୍ରଭୁଙ୍କ କାର୍ଯ୍ୟରେ, ଗୁରୁ କାର୍ଯ୍ୟରେ ନିୟୋଜିତ ହେଇ ଚାଲନ୍ତୁ। ପରିବେଶକୁ ଶୁଦ୍ଧ କରନ୍ତୁ, ତାଙ୍କର ଇଚ୍ଛାକୁ ପରିପୂର୍ଣ୍ଣ କରନ୍ତୁ। ଏହା ହିଁ ମୋର ପ୍ରଭୁଙ୍କ ପାଖରେ ପ୍ରାର୍ଥନା। ସୁନ୍ଦର ଭାବରେ ଆମର ସମସ୍ତ କାର୍ଯ୍ୟକ୍ରମ ସମାପନ ହେଇଛି। ସୁନ୍ଦର ଭଜନ, ସୁନ୍ଦର କୀର୍ତ୍ତନ, ସୁନ୍ଦର ହେଇଛି। ପରିବେଶ ଯାହା ଶରତ ଭାଇ କହୁଥିଲେ ଅତ୍ୟନ୍ତ ମନୋମୁଗ୍ଧକର ହେଇଛି। ଆମେ ପ୍ରଭୁଙ୍କର ଏଇ ସଦାଲୋଚନା ପର୍ବ ବର୍ତ୍ତମାନେ ବିଜ୍ଞାନ ଭାଇ ଅଚାନକ କାଲି ରାତିରେ କହିଲେ, ମୁଁ ଏକ କାମରେ ଗାଁକୁ ଆସିଥିଲି। ମୁଁ କହିଲି ଏସବୁ କଣ? ଆଉ ମୁଁ ତ ଏମିତି ବ୍ୟସ୍ତ ଭିତରେ ଅଛି। ଆଉ ମୁଁ ଏମିତି ତ ଆମେ ପଣ୍ଡିତ ଲୋକ ନୁହଁ, ଯାହା ଯେତେବେଳେ ହବ ପ୍ରଭୁଙ୍କର କାମ ସିନା କରିନେ, ଆଲୋଚନା ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନା ନାଇଁ, ଆପଣ ଆଲୋଚନା କରିବେ, ଯାହା ଆସିବ ସେୟା କହିବେ। ମୁଁ କହିଲି ହଉ ଠିକ ଅଛି। ଯାହା ହଉ ପ୍ରଭୁ ତାଙ୍କର କଥା ସିଏ କହିଦିଅନ୍ତି, ତାଙ୍କର କର୍ମ ସେ ମଧ୍ୟ ଆମ ଭିତରେ କରେଇ ନିଅନ୍ତି, ଯଦି ଆମେ ତାଙ୍କର ସୁଚଳନୀରେ ସୁପଥରେ ଥାଉ। ଆଉ ତେଣୁ ଏଇ ପରିପ୍ରେକ୍ଷୀରେ ଆମେ ମାନେ ସମସ୍ତେ ଭାଗ୍ୟବାନ, ଜୀବନରେ ପୁରୁଷୋତ୍ତମକୁ ପାଇଛେ। ପ୍ରତ୍ୟେକଟି କଥାରେ ବ୍ୟକ୍ତି କଣ କରେ, ଯେ ସେ ଈଶ୍ୱରଙ୍କୁ ଭଲ ବେଳେ ବି କହେ, ହଉ ଯା ଈଶ୍ୱରଙ୍କର କମ କହେ। ମନ୍ଦ ବଳରେ କଣ କଲ ଈଶ୍ୱର, କଣ କଲ ଠାକୁର, ମୋର ଏମିତି ହେଲା ସେମିତି ହେଲା, ଏତେ ନିଷ୍ଠୁର, ଏତେ ଇତ୍ୟାଦି କଥା ଆସେ। ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ଦାୟୀ କରେ। ବାସ୍ତବିକ ତା ଭିତରେ ମଧ୍ୟ ଈଶ୍ୱର ଅଛନ୍ତି। ପ୍ରତ୍ୟେକଟି ବସ୍ତୁ ଭିତରେ ଈଶ୍ୱର ଅଛନ୍ତି, କିନ୍ତୁ ତାର କର୍ମ ଭିତର ଦେଇ ସେ ତାଙ୍କୁ ଗୌଣ କରିକି ରଖେ। ସେ ତାଙ୍କୁ ପ୍ରକାଶକୁ ଆଣିପାରେ ନା, ସେ ତାଙ୍କ ପ୍ରୀତିକର୍ମ କରିପାରେ ନା, ଯାହା ଫଳରେ କି ସମସ୍ୟା ଆସି ତାକୁ କଷ୍ଟ ଦିଏ, ତାକୁ ଯନ୍ତ୍ରଣା ଦିଏ। ତେଣୁ ଆମେ ଯେମିତି ପ୍ରତ୍ୟେକ ଯଦି ଝୁଣ୍ଟି ପଇଲେ, କଷ୍ଟ କହିଲେ, କିଏ ମାଲ କହିଦିଏ, କିଏ ବଉଳ କହିଦିଏ, ସେ ଯାହାକୁ ତା ମନ ଭିତରେ, ଚେତନା ଭିତରେ ସେ ରଖିଥାଏ, ସେଇ କଥାଟା ହଠାତ୍ ବାହାରି ପଡେ। ତେଣୁ ଆମେ ସମସ୍ତେ ସେଟା ଭଲ ବ୍ୟକ୍ତି ମଧ୍ୟ ତ ଦୋଷ ଦିଏ ନା, କିନ୍ତୁ ଯୋଉମାନେ ତାଙ୍କ ପ୍ରୀତି କର୍ମରେ ନଥାନ୍ତି ସେ ଦୋଷ ଦିଅନ୍ତି। ଏଇ ପୂଜ୍ୟ ବିଙ୍କିଦା ଆସିଥିଲେ, ସେ କହୁଥିଲେ ଯେ ଆମେ ମଣିଷ ତାଙ୍କୁ ଦାୟୀ କରେ। ଏତେ ବର୍ଷ ହେଲା ମୁଁ ଠାକୁରଙ୍କୁ ନେଇଛି, କିନ୍ତୁ ମୋର ସମସ୍ୟା ଯାଉନି। ମୁଁ ତ ଯଜନ ଯାଜନ ଇଷ୍ଟବୃତ୍ତି କରୁଛି, କିନ୍ତୁ ମୋର କିଛି ହଉନି। ସେ କହିଲେ ଯେ ତୁମେ ଯଦି ଯନ୍ତ୍ରବତ କରିବ, ତୁମର ହବ କେମିତି? ତୁମେ କରୁଛ କଣ? ତୁମେ ଯାହା କରୁଛ ତୁମେ ସେଇଟା ପାଉଛ। ତୁମେ ଯାହା ନ କରୁଛ ସେଇଟା ମିଳିବନି। କାରଣ ପ୍ରକୃତି କର୍ମ ଅନୁଯାୟୀ ସେ ତାର ଫଳ ଦିଏ। କାରଣ ଆମର ନ୍ୟାୟ କୋର୍ଟ କଚେରୀରେ ସବୁ ଏମିତି ସାକ୍ଷୀ ଦିଆଯାଏ, ସବୁ ଲେଖାଯାଏ, କାଗଜ କଲମରେ ସବୁ ଲେଖାଯାଏ। କିନ୍ତୁ ପ୍ରକୃତିର କଲମ ନାହିଁ, କାଗଜ ନାହିଁ, କିନ୍ତୁ ଏମିତି ସେ ଟିକିନିକି କର୍ମକୁ ସାଇତି ରଖିଥାଏ, ସେ ତାର ସମୟ ଅନୁଯାୟୀ ସମସ୍ତଙ୍କୁ ଫେରେଇ ଦିଏ।
ତେଣୁ କର୍ମ ଫଳ ଯିଏ ଯୋଉ କର୍ମ କରୁଥାଏ ପ୍ରତ୍ୟେକଟି ଫଳରେ ସେ ଭାଗିଦାର ହୁଏ। ସେ ଯଦି ତାର କର୍ମ ଫଳ ଅନୁଯାୟୀ ଫଳ ନ ପାଏ, ସେଥିରେ ଈଶ୍ୱର ଦେବେ, ପ୍ରକୃତି ଦେବେ। କାରଣ ପ୍ରକୃତି ପୁରୁଷଙ୍କୁ ସବୁବେଳେ ପ୍ରକୃତି ପରିପୂରଣ କରେ। ସେ ସବୁବେଳେ ସଜାଗ ଥାଏ, ଏଇ କର୍ମର ଏଇ ବ୍ୟକ୍ତିର ଏଇ କର୍ମ ଅନୁଯାୟୀ ସେ ଫଳ ପାଏ। ତେଣୁ ଆମେ ମାନେ ସଜାଗ ରହିବା ସମସ୍ତ। କାରଣ ଜୀବନରେ ଆମେ ଠାକୁର ଚାହାନ୍ତି ଆମର ତ୍ରୁଟିପୂର୍ଣ୍ଣ ଜୀବନ, ତ୍ରୁଟି ବିହୀନ, ତ୍ରୁଟି ଶୂନ୍ୟ ଜୀବନ। ଯେମିତି ଜୀବନରେ ତ୍ରୁଟି ନ ହୁଏ, ଏମିତି ଶ୍ରୀ ଶ୍ରୀ ବଡ଼ଦା ବୁଲୁଛନ୍ତି ପୁରୀ ସମୁଦ୍ର ବେଳାରେ। ତାଙ୍କୁ ଜଣେ ପଚାରିଲେ କାହିଁକି ବୁଲୁଛ? ସେ ବିଭିନ୍ନ କଥା କହିଲେ, ସୌନ୍ଦର୍ଯ୍ୟ ପାଇଁ, ଏ ପାଇଁ। ତାଙ୍କୁ ପଚାରିଲେ ଯେ ଆପଣ କାହିଁକି ଏଇଠି ବୁଲୁଛନ୍ତି? ସେ କହିଲେ ମୁଁ ପରଫେକ୍ସନ ଟା ଦେଖୁଛି। ସେ ଚାହାନ୍ତି ପରଫେକ୍ସନ, ଆମେ ପରଫେକ୍ଟ ହେବା, ସୁନ୍ଦର ହେବା, ତ୍ରୁଟି ଶୂନ୍ୟ ଜୀବନ ଯାପନ କରିବା, ନିର୍ଭୁଲ ଭାବରେ ଜୀବନ ଯାପନ କରିବା, ସେଟା ଚାହାନ୍ତି। ଯାହା ହଉ, କିନ୍ତୁ ସେ ଯେହେତୁ ଆମ ପାଖରୁ ଚାହାନ୍ତି ଆମର ତାଙ୍କ ପ୍ରତି ପ୍ରୀତି କର୍ମ ଟା ନହେଲେ, ଭଲ ପାଇବା ନହେଲେ ଏଇଟା ହବନି। ଭଲ ପାଇବାଟା ଆସିଲେ ମଣିଷ ଯେକୌଣସି କାମ କରି ପକାଏ, ମାନେ ତାର ଜୀବନକୁ ମଧ୍ୟ ଉତ୍ସର୍ଗ କରିଦିଏ। ବେଳେ ବେଳେ ଆମେ ସବୁ କହୁ ମୁଁ ୟା ପାଇଁ ଜୀବନ ଦେଇଦେବି, ଇଏ ମୋର ଜୀବନ। ତାମାନେ ତାର ଭଲ ପାଇବାଟା ସେଠି ଏତେ ନିବିଡ଼ ହେଇଯାଇଛି, ଏତେ ବାନ୍ଧି ହେଇଯାଇଛି, ସେ ତା ଭଲ ପାଇବାଟା ୟାର ଜୀବନ ଠାରୁ ମଧ୍ୟ ମୂଲ୍ୟବାନ ବୋଲି ଚିନ୍ତା କରୁଛି। କିନ୍ତୁ ଯିଏ ଜୀବନରେ ଗୁରୁ ଗ୍ରହଣ କରେ, ଯେ ଜୀବନ୍ତ ଈଶ୍ୱରଙ୍କୁ ଜୀବନରେ ଗ୍ରହଣ କରିଛି, ସେ ତା ଜୀବନରେ କୃତକାର୍ଯ୍ୟ ହେଇଛି ହିଁ ହେଇଛି। କାରଣ ତାର ଟିକିଏ ପ୍ରୀତି କର୍ମ ତାକୁ ବଡ ବଡ ଘଟଣାରୁ ତାକୁ ରକ୍ଷା କରେ। ଏମିତି ଜଣେ ବିଜ୍ଞ ଏବଂ ଧନ୍ୟାଢ୍ୟ ବ୍ୟକ୍ତି ଏମିତି ପରିଭ୍ରମଣରେ ବାହାରିଛନ୍ତି। ଏମିତି ଯାଉଛନ୍ତି, ଏମିତି ଗୋଟେ ଝୁଲା ପୋଲ ଦେଇ ତାଙ୍କର ଦାମୀ କାର ଭିତରେ ତାଙ୍କର ପରିବାର ବର୍ଗ ବସିଛନ୍ତି। ସେ ଯାଉଛନ୍ତି, ଯିବା ଭିତର ଦେଇ କିଛି ବାଟରେ ତାଙ୍କ ଗାଡିଟା ପଞ୍ଚର ହେଇଗଲା। ପୁଣି ଏଇଟା ନଈ ଭିତରେ, ଆଉ ପଛକୁ ତ ଯିବାର ନାହିଁ, ଆଗକୁ ଯାଇପାରୁନାହାନ୍ତି। ସେ ମଧ୍ୟ ଖୋଲା ଖୋଲି ଏତେଟା ଜାଣିଲେ ବି ମଝିରେ କେମିତି କରିବେ ସେଇଟା ଚିନ୍ତା କରୁଛନ୍ତି। ୟାରି ଭିତରେ ସେ ଚିନ୍ତାରେ ବସିଛନ୍ତି। ଯେତେବେଳେ ବସିଛନ୍ତି, ଦାମୀ କାର ଭିତରେ ତାଙ୍କ ଏସି ଲାଗିଛି, ଏସି ଟା ମଧ୍ୟ ଯେତେବେଳେ ଗାଡିଟା ବନ୍ଦ ହେଇଛି, କେତେ ସମୟ ଏସି ଚାଲିବ? ଆଉ ସେମିତି ଯାହା ହଉ, ସେ ମଧ୍ୟ ତାଙ୍କର ପରିବାର ବର୍ଗ ମଧ୍ୟ କଷ୍ଟ ପାଉଛନ୍ତି। କଣ କରିବେ? ବାହାରେ ଠିଆ ହେଇଛନ୍ତି, କଷ୍ଟେ ମଷ୍ଟେ ତାଙ୍କର ସେଇ ଯୋଉ ଚକାଟା ପଞ୍ଚର ହେଇଥିଲା, ସେ ପଞ୍ଚର ଚକାଟାକୁ ଖୋଲିଲେ। ସେ ଖୋଲିଛନ୍ତି, ସେ ଖୋଲୁ ଖୋଲୁ, ଆଉ ତାଙ୍କର ବି ଅଛି ଚକା ଲଗେଇବା ପାଇଁ। ଖୋଲୁ ଖୋଲୁ ସେ କଣ ହେଲା, ସେ ଯେତେବେଳେ ସବୁ ନଟ ବୋଲ୍ଟ ଟାକୁ ଆଣୁଛନ୍ତି, ଶୀତରୁ ନଟ ବୋଲ୍ଟ ଗୁଡାକ ନଈକି କେମିତି କଣ ଖସି ପଡିଲା। ଇଏ ଆହୁରି ତାଙ୍କର ସମସ୍ୟା ବଢିଗଲା, ଦୁଃଖ ବଢିଗଲା। କଣ କରିବେ? କେମିତି ଯିବେ? ଚାଲି ଚାଲି, କାରଣ ବ୍ରିଜ ଟା ବହୁତ ଲମ୍ବା ଦୀର୍ଘ, ସେପଟକୁ ଯାଇ ଗଲେ ବି ବୁଝିଲା ବେଳକୁ ସିଟି ବି ନାହିଁ, ବହୁତ ଦୂରରେ ଅଛି ଯାଇ ଗ୍ୟାରେଜ। କଣ କରିବେ? ସେଇପଟ ଦେଇ ଜଣେ ଚାଷୀ ବ୍ୟକ୍ତି ଗଲେ, ତାଙ୍କ କାନ୍ଧରେ ଲଙ୍ଗଳ ପଡିଛି, ମୁଣ୍ଡରେ ପଗଡି, ସେଇ ବାଟ ଦେଇ ଗଲେ। ତାଙ୍କୁ ପଚାରିଲେ ଯେ ବାବୁ କଣ ହେଇଛି? ସେ ତା କଥାକୁ ଶୁଣିଲେନି। ନାଇଁ କିଛି ନାହିଁ ସେ କହିଲେ। ଏ ବ୍ୟକ୍ତି ଗଲେ, ପୁଣି ବି ଏ ବ୍ୟକ୍ତି ଆସିଲେ, ପୁଣି ଥରେ ପଚାରିଲେ, କହିଲେ ବାବୁ କାହିଁ ଠିଆ ହେଇଛନ୍ତି? ଏଠି ଗାଡି ନଉନାହାନ୍ତି, ଏ ତ ପୋଲ, ଆଉ ଏଠି ତ କେହି ନାହାନ୍ତି ଯିବା ଆସିବା। ଆପଣ ଯେମିତି ଲାଗୁଛନ୍ତି ଆପଣଙ୍କୁ କିଏ ସାହାଯ୍ୟ କଲା ଭଳିଆ, କିନ୍ତୁ ସାହାଯ୍ୟ ବ୍ୟକ୍ତି ଏଠି କିଏ ଆସିବେନି। ଇଏ ଏକ ନିର୍ଜନ, ଏଥିରେ କାଁ ଭାଁ ଲୋକ ଗାଡିରେ ଯା ଆସ କରନ୍ତି। ଆପଣ କୁହନ୍ତୁ ଆପଣଙ୍କର କଣ ହେଇଛି? ସେ ସେ ବି ସେତେବେଳେ କହିଲେନି। ପୁଣି ଇଏ କିନ୍ତୁ ନଛୋଡ଼ ବନ୍ଧା, ପୁଣି ଗଲା ପରେ ଆସିଲେ। ଇଏ ତାକୁ ବିରକ୍ତି ହେଇକି ଯେତେବେଳେ ପୁଣି ପଚାରିଲେ, ଏଇ ଚାଷୀ ବ୍ୟକ୍ତି ସେ ବିରକ୍ତି ହେଇ କହିଲେ,
मोर गाड़ीटा पंचर हो जाइए कौन सी कारण एटा लीक हो गला मु ये चक्काटा को खोलुली चक्का खोलिबा बेले मोर सब बोल्ट गुड़ाक तलू खसीगला मु कौन करी एठी तो किछि किछि देखा जाउनी केमिति जीवी देखंतु जने धन्याढ़ व्यक्ति सबु अच्छी ज्ञान गारिमा मध्य रही सबु भीतर देई से किछि निरूपाय से चाषी जन कहले अच्छा मु किछि कहबी ना कुह से कहले देख तुमर आउ ए जो चक्कार जो बोल्ट गुड़ा खसी जाइए तुमर जो थिबा भल चक्काटा आनी से लगाओ बोल्ट जो खसी जाइए तुमर जो तीनटा आउ चक्क रहिला सेई तीनटा चक्कारु गोटे गोटे बोल्ट नहीं आस बोल्ट नहीं आसी से तीनटा आमर जो चारिटा रही से चारिटा नट ता भीतर तीनटा बोल्ट दे दियो दे देला परे तुमे एटा को पास करी जीवो पास करी गला परे आगे रे बहुत बाटर ग्यारेज अच्छी जो जोठी ग्यारेज अच्छी से जाके गाड़ी जाई परिबो ये आश्चर्य हेले गोटे चाषी व्यक्ति जार एते बुद्धि मु ताकू मो समस्या कथा न कहले भी से आसी मते साहाय्य करूछ ये किए हेई पारन तापरे से कहि दे पळेले से देखिले किछि समय परे तांकू धन्यवाद दबा पई तांकू किछि माने उपढौकन दबा पई एवं तांको प्रति कृतज्ञता हेई तांको एई समर्धना करिया पई देखिला से व्यक्ति आ नाहंती एई धन्यड व्यक्ति जीवन रे गुरु ग्रहण करिथिले गुरु एई भଳି भाबरे एई हमर देहधारी गुरु से सो शरीर रे विभिन्न रूप से आसते आम पुराण रे शुणीचे विभिन्न रूप नहीं से आसती से सबुआड़े अच्छा मो भितर अच्छा तेणु मु जागृत करने जीवन रे जदि गुरु थांती से मते कोल रे सबु बळे भाव रखिबे मु जदि भूल भी करी चले मोर जते बळे चेतना आसीबो मु मध्य पुणी सुकर्म करने को चेष्टा करी किंतु भूल गोटे कर्मफल रही कर्मफल किंतु अत्यंत निष्ठुर जने विज्ञान व्यक्ति एमती कहले जे आमे महाभारत रे शुणीचे जे महारथी कर्ण से कहले जे दैवर अधीन होउची जे उच्च कूल रे जन्म निये से दैवता को जन्म दे पारे किंतु पुरुषाकार होची मोर अधीन मु मोर पुरुषाकार को मोर सामर्थ्य को प्रकट करी मु मोर कर्मफल मु मोर भाग्य को तैयारी करि पारे भगवान श्रीकृष्ण मध्य से कहिसंती कहार भाग्य सीए तैयारी करंती मनीष निज निजर भाग्य तैयारी करे एटा कृष्णकर कथा प्रभु श्रीकृष्ण जेतबळे आमे आमर कर्म फल को आमे तैयारी करू आज जहा को आमे तार तुमे आज जहा करूछ काली तार कर्मफल निश्चय पाइबो आज जहा पाइछ ताहा तुमर काली करिथिबा कर्मफलर आमे कर्मफल को उपभोग करिबा किंतु मनीष भाग्य नहीं से जो कहे मु जन्म होती तार पूर्व कर्म फलर जो परिणति ए जन्म से भोगे आमे एबे जहा करूचे सेटा पर जन्म रे आमे तो उपभोग करू आमे कहू किछि मनीष राशि ऊपर विश्वास करନ୍ତି हमर विलियम शेक्सपियर कहउचंदी मनीषर भाग्य तार राशि नक्षत्र ऊपर न थाए राशि फल को आमे विश्वास करी जदि करू ताहले रामचंद्रंकर एवं रावणर राशि एका किंतु तांकर कर्म फल अनुଯାयी से विदित तांकर व्यक्तित्व वर्धित एवं से मध्य से अनुଯାयी ख्याति अर्जन एवं से अनुଯାयी फल तेणु राशि नक्षत्र को आमे जदि नहीं चलू जीवन रे आमे सुकर्म करि पारुना एई भली अनेक अनेक जिनिस मनीष पाए अलेक्जेंडर पोप कहउचंदी भूल करबा होचे मनुष्यर गोटे प्रकृति किंतु भूल को संशोधन कर देबा मानि नेबा एटा मनुष्यर संस्कृति
ଭୁଲ କୁ ସଂଶୋଧନ କରି ମଣିଷ ଯୋଉ ରାସ୍ତାରେ ଯାଏ ସେଟା ତାର ପ୍ରଗତି। ସରଳ ମଣିଷ କୁ ବେଳେ ବେଳେ ଏଇ ଯୋଉ ଚାଲାକ ମଣିଷ ମାନେ ତାଙ୍କର କପଟ କରି ବିଭିନ୍ନ ତାଙ୍କୁ ଠକେ, ତାଙ୍କୁ ଆଘାତ ଦେଇ କଷ୍ଟ ଦେଇ ଜବରଦସ୍ତି କରି ସେ ତାର ଯାହା ଯାହା ସ୍ୱାର୍ଥକୁ ନେଇଯାଏ, ପରିପୂରଣ କରିନିଏ। କିନ୍ତୁ ଯେତେବେଳେ ବିଚାର ହୁଏ ସେତେବେଳେ ଏଇ ସମୟ ତାର ସବୁ ଟିକିନିକି ଲେଖି ରଖିଥାଏ, ତାର ସେଥିରେ କାଗଜ କଲମର ଆବଶ୍ୟକତା ପଡେ ନା। ଆମେ କହୁଛେ ଅକ୍ରୋଧୀ ଅମାନି ଇତ୍ୟାଦି, ଆମେ ସତ ଅନୁଜ୍ଞାରେ କହୁଛେ କ୍ରୋଧର ଆବଶ୍ୟକତା ରହିଛି। ଯେତେବେଳେ ଭୀଷ୍ମ ଯଦି କ୍ରୋଧ କରିଥାନ୍ତେ ଦ୍ରୌପଦୀଙ୍କର ଯୋଉ ବସ୍ତ୍ର ହରଣ ହଉଥିଲା, ସେଇ କ୍ରୋଧରେ ସମସ୍ତ ଏମାନେ ଯୋଉ ଗତିରେ ଯୋଉ କୁପଥରେ ପ୍ରବେଶ କରି ଚାଲିଥିଲେ, ଯୋଉ ବିଭତ୍ସ ଘଟଣା ସବୁ କୁକର୍ମ ଫଳଟାକୁ ସେମାନେ ବର୍ଦ୍ଧିତ କରୁଥିଲେ, ଯଦି କ୍ରୋଧ କରିଥାନ୍ତେ ଭୀଷ୍ମ ତାହେଲେ ଏତେ ଅଘଟଣ ଘଟି ନଥାନ୍ତା। ତେଣୁ ଆମେ ଜାଣୁଛେ ସବୁ ଜିନିଷ ଦେଇକିରି ସବୁର ଯଦି ଉପକାରିତା ଆମେ କରୁ, ଉପକାରିତା କରିବା ପାଇଁ ହେଲେ ଜୀବନରେ ଇଷ୍ଟ ଦରକାର, ଗୁରୁ ଦରକାର। ଗୁରୁ ନଥିଲେ ଆମକୁ ଆମକୁ ଏଇ କିଏ ରଖିବ? ଆମେ ଜାଣିଛେ ଜଟାୟୁ ଜଣେ ଥିଲେ। ଜଟାୟୁ କଣ କରିଥିଲେ? ସିଏ ଯେତେବେଳେ ମାତା ସୀତାଙ୍କୁ ନେଇ ଯାଉଥିଲା ସେତେବେଳେ ସେ ଜାଣିଛି ସେ ମରିବ, କିନ୍ତୁ ପରାକ୍ରମ ଦେଖେଇକିରି ସେ ରାବଣ ସହିତ ଲଢିଥିଲା, ଯାହା ଫଳରେ କି ତାକୁ ଭଗବାନ ରାମଚନ୍ଦ୍ର ତାକୁ କୋଳେଇ ନେଇଥିଲେ। ଏସବୁ କଥା ଆମେ ଜାଣିଛେ। ଥରେ ମାତା ଦେବକୀ ଭଗବାନ କୃଷ୍ଣଙ୍କୁ ପଚାରିଲେ, ଯେତେବେଳେ ତାଙ୍କୁ କାରାଗାରରୁ ତାଙ୍କୁ ଉଦ୍ଧାର କଲେ, କଂସକୁ ନିଧନ କଲେ, ସେ ତାଙ୍କୁ ପଚାରିଲେ, ରେ ବାବା ସମସ୍ତେ କହୁଛନ୍ତି ତୁ ହଉଛୁ ଭଗବାନ, ସ୍ୱୟଂ ଈଶ୍ୱର, କିନ୍ତୁ ଆମକୁ ଏ କାରାଗାର ଭିତରେ 14 ବର୍ଷ କାଳ ରହିବାକୁ ପଡିଲା, ଏଇଟା କଣ ପାଇଁ? ତୁ ତ ଚାହିଁଥିଲେ ଆମେ ସେଇଦିନ ଯାଇଥାନ୍ତୁ, ତୁ ଆସିବା ପୂର୍ବରୁ ତ ମଧ୍ୟ ଏ ବ୍ୟବସ୍ଥା କରିପାରିଥାନ୍ତୁ। ସେ କହିଲେ, ମା ଏଇସବୁ ତୁମେ କରିଥିବା କର୍ମର ଫଳ, ନା ତୁ ଆମର ସନ୍ତାନ, ଏଇ କର୍ମ ଫଳକୁ ତୁ ତ କାଟି ପାରିଥାନ୍ତୁ। ସେ କହିଲେ, ମା ତୁମେ ମତେ ମଧ୍ୟ 14 ବର୍ଷ କାଳ ବନବାସ ପଠେଇଥିଲ, ଯେ ମୋର କିଛି ଭୁଲ ନଥିଲା। ଆଶ୍ଚର୍ଯ୍ୟ ହେଲେ ଦେବକୀ, କହିଲେ, ମୁଁ ତତେ ପଠେଇଥିଲି ନା ତୁମେ ପୂର୍ବ ଜନ୍ମରେ ଦେବକୀ ଥିଲ, ମାତା କୈକେୟୀ ଥିଲ, ଆଉ ପିତା ବସୁଦେବ ଥିଲେ ଦଶରଥ। ଅକାରଣରେ ମତେ 14 ବର୍ଷ କାଳ ପଠେଇଲ, ମୁଁ ତ କିଛି କରିନଥିଲି। ସେ ପୁଣି ଦେବକୀ ପ୍ରଶ୍ନ କଲେ, ଆଚ୍ଛା ତାହେଲେ କୌଶଲ୍ୟା ଯେ କଣ? ନା ମାତା କୌଶଲ୍ୟା ଏଇ ଯୋଉ ବିରହ ଯନ୍ତ୍ରଣା 14 ବର୍ଷ କାଳ ଭୋଗିଲେ, ସେ ମତେ 14 ବର୍ଷ କାଳ ଗୋପରେ ରଖିଲେ। ସେ ଏଇ ଦେଖନ୍ତୁ, କର୍ମ ଫଳ ମଧ୍ୟ ଈଶ୍ୱର ସିଏ ମଧ୍ୟ କେମିତି ନିଜେ ନିଜେ ସବୁ ଉପଭୋଗ କରନ୍ତି। ତେଣୁ ଆମେ ସବୁ ସଚେତନ ଯେ ଜୀବନରେ ଇଷ୍ଟଙ୍କୁ ନେଇଛେ, ତାଙ୍କୁ ନେଇ ଚାଲିବା। ଯଦି ପ୍ରତ୍ୟେକ ବେଳେ, ପ୍ରତ୍ୟେକ କାମରେ, ପ୍ରତ୍ୟେକ ସମୟରେ ତ୍ରୁଟି ଶୂନ୍ୟ ଚଳଣି ଭିତରେ ଯଦି ଆମେ ଚାଲୁ, ତାହେଲେ ଆମେ ଆନନ୍ଦରେ ରହିବା ଆଉ ଅନ୍ୟକୁ ଆନନ୍ଦରେ ରଖିବା। ଏଇ ପରିପ୍ରେକ୍ଷୀରେ ଆପଣ ବି ଜାଣିଥିବେ ଗୋଟେ ସୁନ୍ଦର କଥା, ଯେ ଜଷ୍ଟିସ ରଙ୍ଗନାଥ ମିଶ୍ର ଗୋଟେ ପୁରୀ ଆସିଥିଲେ, ଗୋଟେ ଦି ଲ କଲେଜକୁ ଅତିଥି ହୋଇ। ସେ ଅତିଥି ଭିତରେ ସେ ସମସ୍ତ ତା ପୂର୍ବରୁ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବା ପାଇଁ ଗଲେ। ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଫେରୁଥିବା ବେଳେ ଜଣେ କୁଷ୍ଠ ରୋଗୀ, ତା ହାତରେ କପଡା, ଗୋଡରେ କପଡା ଗୁଡି, ଜରାଜୀର୍ଣ୍ଣ
ଜରାଜୀର୍ଣ୍ଣ ହେଇଯାଇଛି, କିନ୍ତୁ ତାର ପୂର୍ବ ଶରୀରକୁ ଆଉ ଚିହ୍ନି ହଉନି। ସେଇ ଲୋକଟି ଯେତେବେଳେ ରଙ୍ଗନାଥ ମିଶ୍ର ମନ୍ଦିର ବାହାରକୁ ଯାଉଛନ୍ତି ସେଇଟାକୁ ଡାକିଲେ, ରଙ୍ଗନାଥ ବାବୁ, ରଙ୍ଗନାଥ ବାବୁ। ଇଏ ଆଶ୍ଚର୍ଯ୍ୟ ହେଲେ। ଇଏ ଯେତେବେଳେ ଚିଫ ଜଷ୍ଟିସ ଅଛନ୍ତି, ତାଙ୍କର ସବୁ ଦେହରକ୍ଷୀ ମାନେ ଚାରି ପାଖରେ ଅଛନ୍ତି, ତାଙ୍କୁ ନଉଛନ୍ତି। ତାଙ୍କୁ ଜଣେ ନାଁ ଧରି ଡାକିବ ରଙ୍ଗନାଥ ବାବୁ, ଏଇଟାକୁ ସିଏ ହଠାତ୍ ଶୁଣିଲେ ବି ଜାଣି ପାରୁନାହାନ୍ତି। ଯଦି ଦି ତିନି ଥର ଡାକିଲା, ସେ ତା ବୁଲି ଅନେଇଲେ। ସିଏ ତାଙ୍କୁ ସବୁଠୁ ସେଇ ଯୋଉ ହାତରେ କପଡା ଗୁଡା ହେଇଛି ସେ ତାଙ୍କୁ ହାତ ଟେକିକିରି ଡାକିଲା। ଇଏ ସବୁଠୁ ଗଲେ, କହିଲେ ତମେ ମତେ ଚିହ୍ନିଛ ନା? ହଁ ମୁଁ ଜାଣିଛି, ମତେ ଆପଣ ଚିହ୍ନି ପାରୁନାହାନ୍ତି। ମୁଁ ସେଇ କୁଳିଆ କୁଳିଆ ଡାକୁ। ମୁଁ ଯେତେବେଳେ ଆପଣ ଓଡିଶାରେ ଓକିଲାତି କରୁଥିଲେ, ସେତେବେଳେ ମୁଁ ଗୋଟେ ଡକାୟତି କରିଥିଲି ଏବଂ ସେଟା ହତ୍ୟା ବି କରିଥିଲି। ତଳ କୋର୍ଟ ମତେ ଦଣ୍ଡ ଦେଲା, କିନ୍ତୁ ତାପରେ ମୁଁ ଆପଣଙ୍କ କତିକି ଆସିଥିଲି। ଆପଣ ଆପଣଙ୍କ ବୁଦ୍ଧିରେ, ଆପଣଙ୍କର ପାଠରେ ମତେ ହାଇକୋର୍ଟରୁ ଆପଣ ଦୋଷମୁକ୍ତ କରିଦେଲେ। ତାପରେ ମୁଁ ଅତି ଆନନ୍ଦରେ ଆସିଲି। ମୁଁ ଆସିକିରି ମୁଁ ମୋର ସେଇ ଯୋଉ ଡକାୟତି, ଯୋଉ ହତ୍ୟା, ଯାହା ଯାହା ବିଭତ୍ସ ଘଟଣା ଘଟେଇ ଚାଲିଲି। ତାପରେ ତାପରେ ତ ଆପଣ ପଳେଇଲେ। ମୁଁ ମଧ୍ୟ ଅନ୍ୟାନ୍ୟ ଓକିଲକୁ ଦେଇ ମଧ୍ୟ ସେଠୁ ମଧ୍ୟ ଖସି ଆସିଛି। କିନ୍ତୁ ଏଇ ଦେଖନ୍ତୁ ବର୍ତ୍ତମାନ ମୋର ଏଇ ଅବସ୍ଥା। ମୁଁ ସିନା ସେ କୋର୍ଟରୁ ଖସି ଆସିଲି, କିନ୍ତୁ ପ୍ରକୃତି ବିଧାତା ଈଶ୍ୱରଙ୍କର କୋର୍ଟରୁ ମୁଁ ଖସି ପାରିଲିନି। ମୋ ତାପରେ ଦେହ ଖରାପ ହେଲା, ମୁଁ କଷ୍ଟ ରୋଗୀ ହେଇଗଲି। ମୋର ଏଇ ଯୋଉ ଘା ହେଲା, ଘାରୁ ଦୁର୍ଗନ୍ଧ ବାହାରିଲା। ମୋର ପରିବେଶ, ମୋର ପରିବାର ବର୍ଗ ମଧ୍ୟ ଘୃଣା କଲେ। ପରିବେଶ ମଧ୍ୟ, ମୁଁ ସେଇ ପରିବେଶରେ ମତେ ଆଉ ସେ ରଖିବାକୁ ଚାହିଁଲେନି। ଯାହା ପାଇଁ ଏତେ ପରିଶ୍ରମ, ମୁଁ ମୋ ସଂସାରକୁ ସୁନ୍ଦର ଭାବରେ ବଡ କରିବି, ମୋର ବ୍ୟକ୍ତିତ୍ବ ବଢିବ, ଏଇ ଯୋଉ କୁକର୍ମ ମାଧ୍ୟମରେ ଭୁଲ ରାସ୍ତାରେ ଯାଇ ମୁଁ ଯୋଉ ପ୍ରତିଷ୍ଠା ଲାଭ କରିବାକୁ ଚାହୁଁଥିଲି, ଗୋଟେ ପ୍ରଭାବ ବିସ୍ତାର କରିବି, ତାର ଫଳ ଆଜି ମୁଁ ଭୋଗୁଛି। ତେଣୁ ଆଉ କୁଆଡେ କିଛି ମୁଁ ଦେଖିଲି ଆଉ ସ୍ଥାନ ନାହିଁ। ମୁଁ କୁଆଡେ ଯାଇପାରିନି। ସେଇ ପୁରୁଷୋତ୍ତମ କ୍ଷେତ୍ରକୁ ଆସିଛି। ଯିଏ ଦଉଛି ଖାଉଛି, ଯିଏ ନ ଦଉଛି ସେଦିନ ଉପାସ ରହୁଛି। କିନ୍ତୁ ଏଇ ଯୋଉ ଯନ୍ତ୍ରଣା, ଏଇ ଯୋଉ ଘା, ଏଇ ଯୋଉ ଦୁର୍ଗନ୍ଧ, ଏଠୁ ମୁଁ ଯାଇପାରୁନି। ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ ଏଇ ଆମର ତଥାକଥିତ କୋର୍ଟ କଚେରୀ, ଏଇ ଲେଖା ସାକ୍ଷୀ ଇତ୍ୟାଦି ସିଟି ଆଉ ନାହିଁ। ଈଶ୍ୱରଙ୍କର ଦରବାରରେ ମୋର ପ୍ରତ୍ୟେକଟି କର୍ମ ଫଳ ନିହିତ ସେ କରିଛନ୍ତି। ମତେ ସେଇ କଷ୍ଟ ସେ ଦେଇ ଚାଲିଛନ୍ତି। ଏଇଟା ମତେ ଭୋଗିବାକୁ ପଡିବ। ଏଇଟା ହଉଛି ରଙ୍ଗନାଥ ମିଶ୍ର ଯେତେବେଳେ ଗଲେ ଦି ଲ କଲେଜକୁ, ପୁରୀର ଗେଷ୍ଟ ହେଇକିରି, ସେଇ କଥାଟା ସେଠି ପ୍ରତିପାଦନ କଲେ। ନିଜେ ମଧ୍ୟ କାନ୍ଦିଲେ। କହିଲେ ଦେଖ, ଆମେ ଯୋଉ ବିଚାର କରୁଛେ, ଯଦି ନିର୍ଭୁଲ ନ କରୁ, ସତ୍ୟାସତ୍ୟ ଭାବରେ ନ କରୁ, ତାହେଲେ ଈଶ୍ୱର ମଧ୍ୟ ଆମକୁ ଛାଡିବେନି। କାରଣ ସବୁ ତାଙ୍କର ପାଞ୍ଜିରେ, ତାଙ୍କର ଦସ୍ତାବିଜରେ ସବୁ ଲିଖିତ ଅଛି। ତେଣୁ ଆମେ ମାନେ ଭାଗ୍ୟବାନ, ଜୀବନରେ ଗୁରୁ ଗ୍ରହଣ କରିଛେ। ପ୍ରତ୍ୟେକଟି ଆମେ ବେଳେ ବେଳେ ଛୋଟ ଛୋଟ ଭୁଲକୁ ଏତେଟା ଗୁରୁତ୍ୱ ଦିଅନ୍ତୁ। ମୁଁ ଦେଖିଲି, ମୁଁ ଜଣେ ଯାଇଥିଲି ଏଇ ଆମର ପରିବା ଆଣିବା ପାଇଁ, ଦେଖିଲି ଜଣେ ଆମର ବିଶିଷ୍ଟ ଗୁରୁ ଭାଇ, ସେ ଗୋଟେ ପରିବା କିଣିଲେ। କିଣିଲା ପରେ ତାର ହେଲା 20 ଟଙ୍କା ହେଲା। ସେ ତାକୁ 50 ଟଙ୍କା ଦେଲେ। 50 ଟଙ୍କାରେ ସେ 50 ଟଙ୍କାକୁ 100 ଟଙ୍କା ଭାବି ତାଙ୍କୁ 80 ଟଙ୍କା ଫେରେଇ ଦେଲା। ଇଏ ବି ତାକୁ ଆଣିକିରି ଆସିଲେ। ଦେଖନ୍ତୁ, ଏଇ ଯୋଉ ଛୋଟ ଛୋଟ ଜିନିଷ, ଆମେ ଏଇଟାକୁ କହିବା ନାହିଁ ସେ ତ ତାର ଲାଭ। ବିଭିନ୍ନ ଆମେ ଏଇ ଭୁଲଟାକୁ ଘୋଡେଇବା ପାଇଁ ମନ କଣ କରେ, ହବା ସେ ତ କେତେ ଲୋକ ଠକୁଥିବ, ମୁଁ ତାକୁ ଆଣିଲି, କଣ ଅସୁବିଧା ହେଇଗଲା। ଏମିତି ସେ କେତେ ଆଡେ କେତେ ଲାଭ ନଉଥିବ। ଆରେ ମୁଁ ଏଇ ଯୋଉ ଭୁଲଟାକୁ ମୋର ମନରେ ସ୍ଥାନ ଦେଲି, ମୋର ମସ୍ତିଷ୍କରେ ସ୍ଥାନ ଦେଲି, ଏଇଟା ବଢି ବଢି କୋଷ ହେଇ ସେ ଯେ ମତେ ଭୁଲ ରାସ୍ତାରେ ନବ। ଆମେ ଯାହାକୁ ଏଡେଇ ଯାଉ, ଆଉ ଥରେ ସେମିତି ଜଣକୁ ସେ ଅଧିକା ଦେଲା, ଇଏ ନେଇଗଲା ପରେ ତାର ଭାବିଲା, ଆରେ ମୁଁ ତ କେତେ ଫେରେଇଲି। ତାକୁ ଡାକିଲି, ଭାଇ ମୁଁ ତୁମକୁ ବେଶୀ ଦେଇଦେଲି କି, ଆପଣ କେମିତି ନେଇଗଲେ? ନା ନା, ମୁଁ ସେଇଟା ଆଉ ଜାଣିପାରିନି। ଦେଖନ୍ତୁ, ସେ ନ ଜାଣୁ, କିନ୍ତୁ ଭୁଲଟା ତ ଜଣା ପଡିଗଲା। ଆମେ ମାନେ ବେଳେ ବେଳେ ଜାଣୁ ନ ଜାଣୁ ଭୁଲ କରୁ, ବହୁ ଭୁଲ କରୁ।
कि हमको माने देखु न देखु किंतु प्रकृति देखुची, ईश्वर देखुचंती, सेई दायरे जदि आमे जीवन को परिचालित करू, कारण ठाकुर चाहती आमे त्रुटि शून्य हवा, त्रुटि शून्य चलनी हेले आमे तांकु पाइबा। कपट व्यक्ति तांकु बिंकिदा कहते जी कपटी से जमा धर्म राज्य को पशि पारिबनी, कारण कपटी हृदय रे से जमा ईश्वर रहंतीनी। कारण घरे गोटे बाहर गोटे, मो घरे गोटे भल कथा, बाहर आउ गोटे भल कथा, रागिला बेले प्रचंड भाव रागिकी असभ्य कथा कहे, भल थला बेले भल कथा कहे। तेणु यही सब जिनिस को आम त्रुटेवा आम आम भितर ताकू बाहर कर देवा जदि नित्य नैमित्य आम जे तांको प्रीति कर्म करू, तांको काम करने हेले नित्य नैमित्य नामधान करिया पड़िबो, तांको सहित जोगयुक्त होगा पड़िबो। यही सचेतनता से आम भितर ही तैयारी करती, निजे ही सब सुधारी नियंती। प्रसंग बढ़ौनी, समय हो गला। मु समस्तंकर मंगल कामना करुच्ची, जो माने भोग निवेदन करिसेंती, सत्संग रे योगदान करिसेंती, प्रभु समस्तंकर मंगल करंतु। एई भली गोविंदपुर सत्संग केंद्र तार एई जो अभियान आवासीय सत्संग चले आसीची, विज्ञान भाई बहुत माने कहती आ पारी हो, तथापि तांकर सामर्थ्य तांको ईश्वर देई दियंती, से मध्य पुणी आगे आगे चलती। एई भली सत्संग गोविंदपुर केंद्र तार ये अभियान चले आसु थाउ, दीर्घ दिन धरी एमती चालू। मुई ठाकुर पाखरे प्रार्थना। जय गुरु, समस्त जय गुरु।